ମୋ ନା ମନସ୍ମିତା ବେହେରା। କାହିଁକି ଆପଣ ଆସିଛନ୍ତି ଏଠି ଅଭିଯୋଗ କଣ ଦେଲେ କଣ ସମସ୍ୟା ଅଛି? ସାର୍ ଅଭିଯୋଗ ତ ଯାହା ଅଛି ସମସ୍ୟା ଅନେକ ଅଛି ହେଲା, ମାନେ ଡେସ୍କ୍ରାଇବ୍ କଲେ ତ ବହୁତ ଗୁଡେ ସମସ୍ୟା ସବୁ ସ୍ତରରେ, ମାନେ ଗୋଟେ ନିମ୍ନ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଡିଷ୍ଟ୍ରିକ୍ଟ ଲେବୁଲ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ଆମ ମାନଙ୍କୁ ହାରାସମେଣ୍ଟ, ମେଣ୍ଟାଲି ହାରାସମେଣ୍ଟ ଖାଲି କରାହଉଛି, ଆଉ କିଛି ନୁହେଁ। ଗୋଟେ ଯେମିତି ସୁଭଦ୍ରା ଯୋଜନା ହେଲା, ସେତେବେଳେ 10 ଟଙ୍କା କେତେ ପଇସା ଆମକୁ ଇସ୍ୟୁ କଲେ, 10 ଟଙ୍କା କେତେ ପଇସା ତ ଗୋଟେ ଯୋଉ ଅନୁସାରେ ସେମାନେ ଇନଷ୍ଟ୍ରକ୍ସନ ଲେଖିକି ଦେଇଥିଲେ, ଏଇ ବଣ୍ଡ ପେପରରେ ବାହାରିବ, ଏମିତି କଲର ପ୍ରିଣ୍ଟ ବାହାରିବ, ସେ ପ୍ରିଣ୍ଟରେ ତ 10 ଟଙ୍କା କେତେ ପଇସା ପଳେଇ ଯାଉଛି। ଆଉ ଭିଏଲି କରିବ ଯୋଉ ଇଣ୍ଟରନେଟ ପଇସା ଦଉଛି, ଏସି ଖର୍ଚ୍ଚ ଦଉଛି, ଏଗୁଡା ସେ ସବୁ କଣ ଘରୁ ଆଣିକି ଦବ? ସେ ଗଲା ଗୋଟେ ଜିନିଷ। ତାପରେ ଏବେ ଆୟୁଷ୍ମାନ କାର୍ଡ କଲେ, 3 ଟଙ୍କା ଗୋଟେ ପିଲା ପଛରେ ରଖିଲେ, ତା ଦେହରୁ ଜିଏସଟି କଟିଗଲା 2 ଟଙ୍କା 45 ପଇସା। 2 ଟଙ୍କା 45 ପଇସାରେ ଗୋଟେ ପିଲା ଏଇ ଯୋଉ ଖରା ହଉଛି, ଆ ଦେହରେ ଡୋର ଟୁ ଡୋର ବୁଲିକିରି ଯାଇକି କରିବ ହେଲା। ତାପରେ ଇକ୍ୱିପମେଣ୍ଟସ ଥାନ୍ତା, ଇକ୍ୱିପମେଣ୍ଟସ ନାହିଁ, ସାଙ୍ଗରେ ଧରିକି କଣ ଅଟୋ ନେଇକି ବୁଲିବ ଇକ୍ୱିପମେଣ୍ଟସ ପାଇଁ? ତାପରେ କୋଉ କୋଉ ଗାଁରେ ନେଟୱାର୍କ ବିଲକୁଲ ଆସୁନି ହେଲା। ଆଶା ଆଉ ଏଏନଏମ କିଛି କୋଅପରେଟ ବି କରୁନାହାନ୍ତି। ଆଶା ତ ମ୍ୟାକ୍ସିମମ୍ କହୁଛନ୍ତି ଆମେ କିଛି ବୁଝିପାରୁନୁ ହେଲା, ଏଏନଏମ କହୁଛନ୍ତି ତମର ଇଚ୍ଛା ହେଲେ କର, ନହେଲେ ଆମେ ଆଉ ଗୋଟେ ଭିଏଲି କୁ ଦେଇଦବୁ। ସିଏ ବି ଏମିତି ଧମକଉଛନ୍ତି, ତ କରିବୁ କଣ? ଆଉ ଯାହାକୁ ବି ଆମେ କହୁଛୁ ଉପର ସ୍ତର ପର୍ଯ୍ୟନ୍ତ ଯାହାକୁ ବି କହୁଛୁ, ଆମ ପାଖରେ ସମୟ ନାହିଁ, ଆଜି ଛୁଟି ଅଛି, କାଲି ମିଟିଂ ଅଛି, ଏଇପରିକା ମୁଖ୍ୟ କରୁଛୁ। ସମସ୍ୟା କଣ? ଆବି ଏଇଆ କି ଆମକୁ ଗୋଟେ ପାରିଶ୍ରମିକ ଦିଆଯାଉ, ବିଏଲି ମାନଙ୍କର କୌଣସି ପ୍ରକାର ସୁବିଧା ଜନକ, ନହେଲେ ସାଲାରୀ ସିଷ୍ଟମ କରିଦିଅନ୍ତୁ, ଯୋଉ ଗୋଟେ ଏକ୍ସାମ ରଖନ୍ତୁ କି ଯାହା ରଖନ୍ତୁ, କି ଯୋଉ କ୍ରାଇଟେରିଆ ସିଏ ଆମକୁ କହୁଛନ୍ତି ଆମେ ମାନିବୁ, କିଛି ମନା ନାହିଁ, କିନ୍ତୁ ଆମ ସୁବିଧା ପାଇଁ ସେ କିଛି କରନ୍ତୁ। କିଛି ବି ଶୁଣୁନାହାନ୍ତି, କେମିତି ହବ?